ଖରା ଦିନେ ଏତେ ଖରା ହବ ବୋଲି କେବେ ମୁଁ ଭାବି ନଥିଲି। ଖରା ନହେଇ କ'ଣ ବର୍ଷା ହେଇଥାନ୍ତା କି ସାଙ୍ଗମାନେ। ଏଠି ନା ଆମେମାନେ ମାତାମଠରେ ଆସି ପହଞ୍ଚି ଯାଇଥିଲୁ। ଆଉ ପହଞ୍ଚିଲା ପରେ ଏତେ ସୁନ୍ଦର ମୂର୍ତ୍ତି ଥିଲା ଯାହାକୁ ଦେଖି ଆମେମାନେ ବହୁତ ଖୁସି ହେଇଯାଇଥିଲୁ। ଆଗକୁ ତ ବହୁତ ଥର ମୁଁ ଆସିଛି, ହେଲେ କେବେ ଭିଡ଼ିଓ କରି ପକାଇବାକୁ ଟାଇମ୍ ହେଇନି। ଆଉ ଏପଟେ ଦିଅର ବାବୁ ଆମର ଗାଡ଼ି ଚଲାଉଛନ୍ତି, ଗୋଟେ ହାତରେ ମୋବାଇଲ ଟିକେ ନ ଚିପିଲେ ତାଙ୍କୁ ବିଲକୁଲ ବି ଭଲ ଲାଗିବନି। ଦେଖୁନାହାନ୍ତି ହଠାତ୍ ଗାଡ଼ିଟା ବନ୍ଦ ହେଇଗଲା ଯେ ଏମିତି ଗାଡ଼ି ଚଲେଇଲେ ଶେଷକୁ ସମସ୍ତେ ଓହ୍ଲେଇବାକୁ ପଡ଼ିଲା। ଆଉ ତାରି ଭିତରେ ପୁଣି କିଛି ସମୟ ଭିତରେ ଚାଲିଲା। ଆଉ ଯେଉଁମାନେ ଯାଇକିରି ଟ୍ରେନରେ ବସିନାହାନ୍ତି ଜଲ୍ଦି ଜଲ୍ଦି ଯାଇ ବସନ୍ତୁ ଆଉ ବହୁତ ସାରା ମଜା ନିଅନ୍ତୁ। ସାଙ୍ଗମାନେ ମୁଁ ତ ବସିଥାନ୍ତି, ହେଲେ ମୁଁ କାହିଁକି ବସିଲିନି, ମୋ ଦେହଟା ଟିକେ ଭଲ ଲାଗିଲା। ଆମେମାନେ ସମସ୍ତେ ଟିକେ ଆସି ଏଠି ଠିଆ ହେଇଯାଇଥିଲୁ, ତାପରେ ପଳେଇ ଯାଇଥିଲୁ ଖାଇବା ପାଇଁ। ଖାଇବାଟା ଏତେ ଖାସ୍ ଲାଗୁନଥିଲା, ତ ତାରି ଭିତରେ ଆମେ ସମୁଦ୍ର କୂଳେ ଯାଇକି ବହୁତ ସାରା ଭିଡ଼ିଓ ବନେଇଥିଲୁ, ଫଟୋ ଉଠେଇଥିଲୁ, ବହୁତ ସାରା ମଜାମସ୍ତି କରିଥିଲୁ ଦିଅର ବାବୁ ନଣନ୍ଦରାଣୀ ଆଉ ଆମେମାନେ ମିଶିକିରି। ତ ଏଠି କିଛି ସମୟ ଫଟୋ ଉଠି ସାରିଲା ପରେ ତାରି ଭିତରେ ମୋତେ ଏତେ ଖୁସି ଲାଗିଲା, କାହିଁକିନା ପାଣି ଦେଖିଲେ ମୁଁ ବହୁତ ଖୁସି ହେଇଯାଏ। ଆଉ ପ୍ରେମ ବାବୁ ଥିଲେ ଆଉ ଟିକେ ନିଆରା ଲାଗିଥାନ୍ତା। ତ ଆପଣମାନେ ଯେଉଁମାନେ ଆମ ଆଇଡ଼ିକୁ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରି ନିଅନ୍ତୁ। ଆଉ ଆପରେ ଆମେ କୁଆଡ଼େ ଯାଉଛୁ ନେକ୍ସଟ ଭିଡ଼ିଓରେ କହିବି। ରହୁଛି, ବାଏ ବାଏ।